ମୁଁ ଡକ୍ଟର ଚତୁର୍ଭୁଜ ଶତପଥୀ ନୟାଗଡ଼ ଅଟୋନମସ୍ ମହାବିଦ୍ୟାଳୟରେ ମୁଁ ରିଡର ହିସାବରେ ଅବସର ଗ୍ରହଣ କରିଛି। ଭୁବନେଶ୍ୱରରେ ରହୁଛି। ପିଲାମାନେ ଯେତେବେଳେ ଫୋନ୍ କଲେ ମୋତେ ଯେ ସାର୍ ଗୋଟିଏ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହେଉଛି, ଆପଣଙ୍କୁ ସମ୍ମାନିତ କରାଯିବ, ମୁଁ ବହୁତ ଖୁସି ହେଇଗଲି। କାହିଁକି ନା ମୋର ପୁରୁଣା ପିଲାମାନେ ସବୁ ଦେଖା ହେବେ ଏବଂ ସେମାନଙ୍କ ଭିତରେ ରହିଲେ ମୋତେ ବହୁତ ଆନନ୍ଦ ଲାଗିବ ଏବଂ ନୂଆ ପିଲା ବି ଡିପାର୍ଟମେଣ୍ଟର ସେମାନେ ମଧ୍ୟ ଆସିବେ, ସେମାନଙ୍କ ସହିତ ସାକ୍ଷାତ ହେବ ଏବଂ ବିଭାଗର ଅଧ୍ୟାପକମାନଙ୍କ ସହିତ ବି ଦେଖା ହେବ। ତେଣୁ ଗୋଟେ ଖୁସିର ଉତ୍ସବ। ସେଥିପାଇଁ ମୁଁ ଏ ଗୁରୁ ପୂଜନ ଉତ୍ସବକୁ ଏକ ଖୁସିର ଉତ୍ସବ ମାନିକିରି ଆସିଥିଲି। ମୋ ଛାତ୍ରଛାତ୍ରୀମାନେ ତ ବହୁତ ଖୁସି ଅଛନ୍ତି। ମୋର ଅଧ୍ୟାପନା କାଳରେ ସେମାନେ ବହୁତ ଭଲ ପ୍ରଦର୍ଶନ କରୁଥିଲେ ଏବଂ ସେମାନେ ଆଜି ପ୍ରାୟ ସମସ୍ତେ ଭଲ ଜାଗାରେ ଅଧିଷ୍ଠିତ ଅଛନ୍ତି, ଭଲ ରୋଜଗାର କରିପାରୁଛନ୍ତି ଏବଂ ନିଜର ପରିବାରକୁ ଭଲ ଭାବରେ ପୋଷି ପାରୁଛନ୍ତି। ସେଇଥିରେ ମୁଁ ବହୁତ ଆନନ୍ଦିତ। ସେମାନଙ୍କୁ ବାର୍ତ୍ତା ମାଧ୍ୟମରେ ମଧ୍ୟ ମୋର ବକ୍ତବ୍ୟରେ ମୁଁ କହିଦେଇଛି ଯେ କେଉଁ ବିଷୟରେ ଆଚରଣ କରିବା ପାଇଁ ଉପନିଷଦର କିଛି ପଂକ୍ତି ତାଙ୍କୁ କହିଛି ଏବଂ ସେୟାକୁ ଯଦି ସେମାନେ ଅନୁସରଣ କରିବେ ସେମାନେ ବି ତାଙ୍କ ଜୀବନରେ ବହୁତ ଉନ୍ନତି କରିବେ। ନାଇଁ, ସେ କଥା ମୁଁ କହିଲି ଯେ ଯେତେବେଳେ ଜଣେ ସମାଜରେ ପ୍ରତିଷ୍ଠିତ ହେବାକୁ ଚାହିଁବ ସେ ନିଶ୍ଚିତ ଭାବରେ ସତ୍କର୍ମ କରିବ ଏବଂ ଦୁର୍ନୀତି କରିବ ନାହିଁ। ସେ ଦୁର୍ନୀତି ବିଷୟରେ ଉପନିଷଦର ଗୋଟେ ମନ୍ତ୍ର ଅଛି, ଈଶାବାସ୍ୟ ଉପନିଷଦର ଶେଷ ମନ୍ତ୍ର ଯେ ଓଂ ଅଗ୍ନେ ନୟ ସୁପଥାରାୟ ୟସ୍ମାନ୍ ବିଶ୍ୱାନି ବେଦ ବୟୁନାନି ବିଦ୍ୱାନ୍ ଯୁଜଧ୍ୟସ୍ମ ଜୁହୁରାଣ ମେନୋ ଭୂଇଷ୍ଠାଙ୍କେ ନମଃ ଉକ୍ତି ବିଦେମ। ଏଇ ଯେଉଁ ତାର ଅର୍ଥ ହେଉଛି ଯେ ଜୀବନରେ କେବେ ହେଲେ ଦୁର୍ନୀତି କରିବ ନାହିଁ, ଅର୍ଥ ଉପାର୍ଜନ କରିବ ନାହିଁ ଖରାପ ବାଟରେ। କାହିଁକି ନା ସେଠି ପରମାତ୍ମାଙ୍କୁ ପ୍ରାର୍ଥନା କରାହେଉଛି। ଅଗ୍ନି ହେଉଛନ୍ତି ପରମାତ୍ମାଙ୍କର ପ୍ରତୀକ। ସେଠି ଅଗ୍ନିଙ୍କୁ କୁହାହେଉଛି, ହେ ଅଗ୍ନିଦେବ, ମୋତେ ଧନ ଉପାର୍ଜନ କରିବାର ସୁପଥରେ ନିଅ, ଉତ୍ତମ ପଥରେ ନିଅ, ଭୁଲ ବାଟରେ ନିଅ ନାହିଁ। ଏବଂ ଯଦି ଭୁଲ ବାଟରେ ନେଉଥିବ ତାହେଲେ ସେଇ ପରମାତ୍ମା ଅନେଇଛନ୍ତି ଆମକୁ ଦଣ୍ଡ ଦେବା ପାଇଁ। ସମ୍ପୂର୍ଣ୍ଣ ଭାବରେ ଦୂରେଇ ରହିବା ଆବଶ୍ୟକତା ନାହିଁ। ସେଥିପାଇଁ ଖୁବ୍ କମ୍ ସମୟ ଦିଅନ୍ତୁ ପିଲାମାନେ, ଆଜିକାର ପିଲାମାନେ, ଯେଉଁଟା ଉପଯୁକ୍ତ ଉପାଦେୟ ତାଙ୍କ ପାଇଁ ସେଇ ବିଷୟ ଗୁଡ଼ାକ କେବଳ ସେମାନେ ଦେଖନ୍ତୁ। ସେଥିରୁ ଅନ୍ୟ ସବୁ ବିଷୟରୁ ଦୂରେଇକିରି ରୁହନ୍ତୁ, ତାହେଲେ ସେମାନେ ପାଠପଢ଼ାରେ ଠିକ୍ ବିନିଯୋଗ କରିପାରିବେ ଏବଂ ଜୀବନରେ ଭଲ ହୋଇପାରିବେ। ମୁଁ ଅଧ୍ୟାପକ ରାଜକିଶୋର ପାତ୍ର, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ନୟାଗଡ଼ ସଂସ୍କୃତ ବିଭାଗ। ଆଜି ଗୁରୁ ପୂଜନ ଉତ୍ସବରେ ଆମର ପ୍ରିୟ ପ୍ରଫେସର ଡକ୍ଟର ଚତୁର୍ଭୁଜ ଶତପଥୀଙ୍କୁ ଆମେ ଗୁରୁ ପୂଜନ ଭାବରେ ଦ୍ୱିତୀୟ ଥର ନିମନ୍ତ୍ରଣ କରିଛୁ। ଯଦି ବି ସାର୍ଙ୍କୁ 75 ବର୍ଷ ବୟସ ହେଇଛି, ତଥାପି ସେ ଆଜି ଆମକୁ ସେଇ ଜ୍ୟୋତି ସେଇ କିରଣ ଦ୍ୱାରା ଆଜି ବି ମଧ୍ୟ ଆମକୁ ଉପଦେଶ ଦେଇଛନ୍ତି। ଆମକୁ ସତେ ଯେମିତି ସେଇ 2009ରେ ମୋର ଯଦି ଗ୍ରାଜୁଏସନ୍ ସରିଥିଲା, ତଥାପି ମୁଁ ଆଜି ଭାବୁଛି ବୋଧେ ସାର୍ଙ୍କ କ୍ଲାସ୍ରେ ମୁଁ ଅଛି। ସେମିତି ଏହି କାର୍ଯ୍ୟକ୍ରମ ସାର୍ଙ୍କ ଆଶୀର୍ବାଦରୁ ମୁଁ ଆଜି ଏଇ ଜାଗାରେ ପହଞ୍ଚି, କେବଳ ମୁଁ ନୁହେଁ, ଏହି ନୟାଗଡ଼ର ସମସ୍ତ ସଂସ୍କୃତ ଛାତ୍ରଛାତ୍ରୀମାନେ ବହୁ ଉନ୍ନତ ଉଚ୍ଚଶିକ୍ଷା ଏବଂ ସବୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି, ଯାହା ଆମର ବଡ଼ ଭାଇ ଓ ଭଉଣୀମାନେ ମଧ୍ୟ କହୁଥିଲେ। ଏବଂ ସାର୍ଙ୍କର ଗୋଟିଏ ଆଶୀର୍ବାଦରେ ସବୁକିଛି ସମ୍ଭବ ହୋଇଯାଏ, ଯାହାକି ଗୋବିନ୍ଦ ସାର୍ ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅ 0ରୁ 98 ମଧ୍ୟ ରଖିବା ମଧ୍ୟ ଏହା ସାର୍ଙ୍କ ଆଶୀର୍ବାଦ ବୋଲି ଆମେ ଅନୁଭବ କରୁ। ସାର୍ଙ୍କ ଆଶୀର୍ବାଦ ସବୁବେଳେ ଆମେ ଭିକ୍ଷା କରୁ। ସାର୍ଙ୍କୁ ପାଇ ଆମେ ବହୁତ ଧନ୍ୟ ଏବଂ ଗର୍ବିତ ମଧ୍ୟ। ଯୁବପିଢ଼ି ଏଥିରୁ ନିଶ୍ଚିତ ଭାବରେ ଶିଖିବେ। କେବଳ ଏହା ଆମେ ପ୍ରାଚୀନ ଭାରତରେ ଶୁଣିଥିଲେ ଯେ ଗୁରୁ ପରମ୍ପରାରେ କେବଳ ଗୁରୁକୂଳରେ ଶିଷ୍ୟମାନେ ରହୁଥିଲେ ଏବଂ ଗୁରୁଙ୍କ ଆଧ୍ୟାତ୍ମିକ ପିତା ବୋଲି କହୁଥିଲେ। କିନ୍ତୁ ଆଜି ବି ଆମେ ଯଦି ଘରୁ ଆସୁଛେ, ତଥାପି ସେମାନେ ମଧ୍ୟ ଆମର ଆଧ୍ୟାତ୍ମିକ ପିତା। ଯଦି ବାପା ମାଆଙ୍କ ପରେ ତୃତୀୟ ବ୍ୟକ୍ତି କିଏ, ସେ ହେଉଛନ୍ତି ଗୁରୁ। ତେଣୁ ଗୁରୁଙ୍କର ସ୍ଥାନ ସର୍ବାଗ୍ରରେ। ତେଣୁ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସାଥିରେ ତୁଳନା କରାଯାଇଛି। କେବଳ ଏହା ପ୍ରାଚୀନ ଭାରତରେ ନୁହଁ, ଆଧୁନିକ ଯୁଗରେ ମଧ୍ୟ ଏହାଙ୍କର ସ୍ଥାନ ରହିଛି ଏବଂ ରହିଥିବ ମଧ୍ୟ। ଏଥିରେ ବିଶେଷ ଭାବରେ ଆମର ଦେବ ଭାଇ ଡକ୍ଟର ସନ୍ତୋଷ କୁମାର ସାହୁ, ଆମର ରାଧେଶ୍ୟାମ ମିଶ୍ର ବଡ଼ମ୍ବାରୁ ଏବଂ
ଅକ୍ଷୟ ଭାଇ, ସଞ୍ଜୟ ଭାଇ। 1990 ପରବର୍ତ୍ତୀ 1990 ପରବର୍ତ୍ତୀରୁ 2011 ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପ୍ରତ୍ୟେକ ବ୍ୟାଚ୍ରୁ କିଛି ନା କିଛି ମଧ୍ୟ ଥିଲେ ଏବଂ ନିଜର ଅଭିଭାଷଣ ମଧ୍ୟ ରଖିଥିଲେ। ସାର୍ଙ୍କର ମୂଲ୍ୟବାନ ଶବ୍ଦରେ ମଣିଷ ହୋଇଥିବା ବ୍ୟକ୍ତିବିଶେଷ ମାନେ ଏଠି ପହଞ୍ଚି ସାର୍ଙ୍କ ଆଶୀର୍ବାଦ ଭିକ୍ଷା ଲାଭ କରିଥିଲେ।